ନମସ୍କାର ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ଏକ ନୂଆ ଡିଜାଇନର ପିଠା ରେସିପି। ତେବେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। ଚାଲନ୍ତୁ ନା ଆରମ୍ଭ କରିବା ଆଜିର ଏହି ମଜାଦାର ଡିଜାଇନ ପିଠା ରେସିପି। ଆଗ ଗ୍ୟାସ୍ ଅନ୍ କରି ନେବା, ବସାଇ ନେବା ଗୋଟେ ପ୍ୟାନ୍। ଏବେ ସେ ପ୍ୟାନ୍ରେ ଗୋଟେ କପ୍ ପାଣିକୁ ଢାଳି ନେବା। ଢାଳି ନେଲି। ଏବେ ଆଧିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ପାଣିଟା ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଏବେ ଦେଖନ୍ତୁ ପାଣିଟା ଫୁଟିବା ଷ୍ଟାର୍ଟ କଲାଣି। ଯେଉଁ କପ୍ରେ ମୁଁ ମାପିକି ପାଣି ନେଇଥିଲି ସେଇ କପ୍ରେ ଗୋଟେ କପ୍ରୁ ଅଳ୍ପ ଟିକେ କମ୍ ମୁଁ ସୁଜି ନେଇଛି। ଅଳ୍ପ ଅଳ୍ପ ପକେଇବି ଗୋଟେ ହାତରେ ଆଉ ଗୋଟେ ହାତରେ ଗୋଳେଇବି, ଯେମିତିକି ଲମ୍ସ ବି ନ ଟିକେ ପଡ଼ିବ। ଏବେ ଦେଖନ୍ତୁ ସବୁଯାକ ମୁଁ ଢାଳି ନେଲି। ଆଉ ଏ ସୁଜିଟା କିନ୍ତୁ ପତଳା ଦାନା ସୁଜି, ମୋଟା ଦାନା ନୁହଁ। ଏବେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖି ଏହାକୁ ପାଖାପାଖି 2 ମିନିଟ୍ ପାଇଁ ଭଲ ଭାବରେ ଜନ୍ତେଇ ନେବା। କଣ୍ଟିନ୍ୟୁ ଏଇଭଳି ଭାବରେ ଗୋଳେଇବି। ଦେଖନ୍ତୁ ଜନ୍ତୁଣି ଆମର ପାଖାପାଖି ରେଡ଼ି ହେଇଗଲାଣି। ଏବେ ଗ୍ୟାସ୍ଟାକୁ ବନ୍ଦ କରିନେବା। ଇଏ ଆମର ଏକଦମ ରେଡ଼ି। ଦେଖନ୍ତୁ ସୁନ୍ଦର ଭାବରେ ଛାଡ଼ି ହେଇଗଲାଣି। ଏବେ ସାଙ୍ଗେ ସାଙ୍ଗେ କ'ଣ କରିବା, ଗୋଟେ ଥାଳିରେ ଢାଳି ନେବି। ସବୁଯାକ ଢାଳି ନେବା। ଏବେ ଖଡ଼ିକା ସାହାଯ୍ୟରେ ଟିକେ ଖେଳେଇ ନେବା, ଜଲ୍ଦି ଥଣ୍ଡା ହେଇଯିବ। ଏବେ ହାତରେ ଟିକେ ମୁଁ ଗୁଆ ଘିଅ ଲଗାଇ ନେଇଛି। ଏବେ ଏଇ ଗରମ ଅବସ୍ଥାରେ ମାନେ ହାଲକା ଟିକେ ଗରମ ଅଛି, ବେଶୀ ବି ଗରମ ନାହିଁ। ଏବେ ଭଲ ଭାବରେ ଚକଟି ନେବା। ଆଉ ଚକଟଟା ଯେତେ ସ୍ମୁଥ୍ ବନିବ ପିଠାଟା ସେତେ ସୁନ୍ଦର ବନିବ। ଭଲ ଭାବରେ କିନ୍ତୁ ଚକଟିବାକୁ ହେବ। ଦେଖନ୍ତୁ ଚକଟା ଆମର ଏକଦମ ରେଡ଼ି ହେଇଗଲାଣି। ଆଉ କେତେଟା ସ୍ମୁଥ୍ ବନିଛି ଜାଣିପାରିଥିବେ। ଏବେ ଟିକେ ଲମ୍ବା କରିନେବା। ଲମ୍ବା କରିନେଲି। ଏବେ ଗୋଟେ ଛୁରୀ ସାହାଯ୍ୟରେ ଗୋଟେ ସାଇଜ୍ର କାଟି ନେବା। ସବୁଯାକ କାଟିକି ଗୋଲ କରିନେବି। ଦେଖନ୍ତୁ ସବୁଯାକ ଗୋଲ କରି ନେଇଛି। ଏବେ ମଣ୍ଡା ପିଠା ଯେମିତି ଗଢ଼ାଯାଏ ଗୋଟେ ଗିନା ଟାଇପ୍ର ମୁଁ ଗଢ଼ିବି। ଆଉ ତଳ ସାଇଡ଼୍ଟା କିନ୍ତୁ ମୋଟା ରଖିବି, ଉପର ସାଇଡ଼୍ଟେ ପତଳା କରିବି, ତଳ ସାଇଡ଼୍ ଏକଦମ ମୋଟା ରହିବ। ଏବେ ଆ ଦେହରେ ପୁର ଦେଇଦେବା। ଏଠି ମୁଁ ଛେନା ପୁର ନେଇଛି। ଆପଣମାନଙ୍କ ପସନ୍ଦ ଅନୁସାରେ ମସଲା ପୁର ବି ମଧ୍ୟ ଦେଇପାରିବେ, ଆଳୁ ପୁର ବି ଦେଇପାରିବେ। ତ ମୁଁ ଏଠି ନଡ଼ିଆ ଏବଂ ଛେନାର ପୁର ଦେଇଦେଇଛି। ଏବେ ଭଲ ଭାବରେ ଜଏନ୍ କରିନେବା। ଦେଖନ୍ତୁ ଏକଦମ ସମାନ ଭାବରେ ଗୋଲ କରିନେବା। ମୋଡ଼ି ନେବା ଭଲ ଭାବରେ। ପୁଣି ତାକୁ ଗୋଲ କରିନେବି। ତ ଏଇଭଳି ଭାବରେ ଆଗ ସବୁଯାକ ତିଆରି କରିନେବି। ଏବେ ଦେଖନ୍ତୁ କ'ଣ କରିବା, ଦେଖନ୍ତୁ ଗୋଟେ ନେଇଛି। ଏବେ ଗୋଟେ କଇଁଚି ସାହାଯ୍ୟରେ ଏଇଭଳି ଭାବରେ ସାଇଡ଼ରୁ ଟିକେ ଟିକେ କାଟି ନେବା। ଗୋଟେ ଫୁଲ ଡିଜାଇନ ସୁନ୍ଦର ଆସିଯିବ। ଦେଖନ୍ତୁ କେତେଟା ସୁନ୍ଦର ବନିଛି ଦେଖନ୍ତୁ। ଆଉ ଗୋଟେ ମଧ୍ୟ ତିଆରି କରିଛି। ଯେଉଁ ସାଇଡ଼୍ଟା ମୋଟା ମାନେ ତଳ ଅଂଶଟା ପିଠା ଯେଉଁ ମୁଁ ଗଢ଼ିଥିଲି ସେଇ ତଳ ଅଂଶଟା ମୋଟା ରଖିଛି, ସେଇ ସାଇଡ଼୍ରେ ହିଁ କାଟିବି। ଆଉ ଉପର ସାଇଡ଼୍ କାଟିଲା ମାନେ ଯେଉଁ ପୁର ବାହାରିଯିବ। ଦେଖନ୍ତୁ ତ ଏଇଭଳି ଭାବରେ ସବୁଯାକ ପିଠାକୁ ଆଗ ତିଆରି କରିନେବି। ଆଉ ଟିକେ ସୁନ୍ଦର ଦେଖାଯିବା ପାଇଁ ଗୋଟେ ଲବଙ୍ଗ ନେଇଛି, ମଝିରେ ଲଗାଇ ନେବି। ବେଶ ଦେଖନ୍ତୁ ସବୁଯାକ ପିଠାରେ ଲଗାଇ ନେଇଛି। ଆଉ କେତେଟା ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ବହୁତ ସୁନ୍ଦର ବନେଇଛି। ଏବେ ଛାଣିବାର ପାଲା। ଗ୍ୟାସ୍ରେ ଅଲରେଡ଼ି ବସାଇ ନେଇଛି ତେଲ। ତେଲଟା ହାଲକା ଗରମ ହେଲା ପରେ ପିଠା ଯାକ ପକାଇ ନେବି। ଯେତିକି ଯିବ, ସବୁ ତ ଯିବନି, ଯେତିକି ଯିବ। ଆପଣମାନେ ଚାହିଁଲେ ଏହାକୁ ମଧ୍ୟ ସିଝେଇକି ବି ଖାଇପାରିବେ। ସାଙ୍ଗେ ସାଙ୍ଗେ କିନ୍ତୁ ଓଲଟେଇବିନି। ଏଇଭଳି ଭାବରେ ଚଟୁ ସାହାଯ୍ୟରେ ତେଲକୁ ଟିକେ ଉପରକୁ ଛିଟକେଇବାକୁ ହେବ। ଏଇଭଳି ଭାବରେ କରିବା ଦ୍ୱାରା ଯେତେବେଳେ ଓଲଟେଇବି ପିଠାଟା, ଆଉ ଏ ଡିଜାଇନଟା ଭାଙ୍ଗିବନି ନା ଟିକେ ବି ବଙ୍କା ହେବନି। ସେଇଭଳି ଭାବରେ ସବୁଯାକ ପିଠାକୁ ପୁଣି ତାକୁ ଓଲଟେଇ ନେଲି। ଦେଖନ୍ତୁ କଲର୍ ବି ଧୀରେ ଧୀରେ ଚେଞ୍ଜ ହେଇଗଲାଣି। ଦେଖନ୍ତୁ ଏ ଡିଜାଇନଟା ସୁନ୍ଦର ଅଛି, ଟିକେ ବି ବଙ୍କା ହେଇନି ନା ଭାଙ୍ଗିନି। ଏବେ ଏ କିନ୍ତୁ ଆମର ରେଡ଼ି ହେଇଗଲାଣି। ଏବେ ତେଲରୁ ବାହାର କରିନେବା। ଗୋଟେ ଥାଳିକୁ ଉଠେଇ ନେବା। ଦେଖନ୍ତୁ କେତେଟା ସୁନ୍ଦର ବନିଛି। ବାକିତକ ବି ସମାନ ଆକାରରେ ଛାଣି ନେବି। ସବୁଯାକ ଛାଣି ଆଣିଛି। ଏବେ ଗୋଟେ ପ୍ଲେଟ୍କୁ ମଧ୍ୟ ଉଠେଇ ନେବି। ଦେଖନ୍ତୁ ସବୁଯାକ ପିଠାକୁ ପ୍ଲେଟ୍କୁ ଉଠେଇ ନେଲି। ଆଉ କେତେଟା ସୁନ୍ଦର ବନିଛି ଦେଖନ୍ତୁ। ବହୁତ ସୁନ୍ଦର ବନିଛି। ତ ଏ କିନ୍ତୁ ଆମର ପ୍ରସ୍ତୁତ ହେଇଗଲା ଆଜିର ନୂଆ ଡିଜାଇନର ପିଠା ରେସିପି।
ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ଆପଣଙ୍କର ଫ୍ରେଣ୍ଡସ୍ କିମ୍ବା ରିଲେଟିଭଙ୍କ ସହିତ ସେୟାର କରିବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଏମିତି ଆହୁରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ପେଜ୍ଟିକୁ ନିଶ୍ଚିନ୍ତ ଭାବରେ ଫଲୋ କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।